ମନେ ତ ତୁ ସବୁଦିନ ପଢୁଛୁ ଯେ କଣ କରିବି ଆଉ କହ। ଏ ଘର ସଂସାରରେ ତ ମୁଁ ଏମିତି ଛନ୍ଦି ହେଇଛି ଯେ ସତ କହିବି ନା ଟିକେ ବି କଥାବାର୍ତ୍ତା ହେବା ପାଇଁ କି ଦେଖା ସାକ୍ଷାତ କରିବା ପାଇଁ ସମୟ ପାଉନି। ଆଉ ତୁ କହ କେମିତି ଅଛୁ ତୁ? ତୋ ପୁଅ ଅଜିତ ଆଉ ତୋ ଝିଅ ରୁନୁ କେମିତି ଅଛନ୍ତି? କଣ କରୁଛନ୍ତି ଆଜିକାଲି? ହଁ ଲୋ ମୁଁ ଭଲ ଅଛି। ରୁନୁ ଆଉ ଅଜିତ ବି ଭଲ ଅଛନ୍ତି। ରୁନୁଟା ଆମର ଏଗ୍ରିକଲଚର ଅଫିସରେ କ୍ଲର୍କ ଚାକିରି ପାଇଲା। ଆଉ ଅଜିତ ଆମର ଗୋଟେ ସରକାରୀ କଲେଜରେ ଲେକ୍ଚର ଅଛି। ଆଉ କହ ତୋ ପିଲା ଛୁଆ କଣ କରୁଛନ୍ତି? ମୋ ପିଲା ଛୁଆ କଥା କଣ କହିବି ଲୋ, ସେମାନଙ୍କୁ ତ କହି କହି ଥକିଗଲି ଯେ ଟିକେ ପାଠ ପଢ। ହେଲେ ସେ ବାଳୁଙ୍ଗା ଗୁଡାକ ପାଠ ସାଠ ଦି ଅକ୍ଷର ଭଲରେ ପଢିଲେନି। ଏବେ ଦେଖୁନୁ ତୋ ପୁଅ ଝିଅ ପାଠ ପଢି ଚାକିରି ବାକିରି କଲା ବେଳୁ ମୋ ବାଳୁଙ୍ଗା ପିଲାମାନେ ବେରୋଜଗାର ହେଇ ବସିଛନ୍ତି। କିଏ ଏବେ ବୁଝେଇବ ସେମାନଙ୍କୁ? ଆଜିକାଲି ଯୁଗରେ ପାଠ ନ ପଢିଲେ କିଏ ବି ପଚାରୁନି। ହଁ ପରା, ଆଜିକାଲି ଯୁଗରେ ପାଠ ନ ପଢିଲେ ମଣିଷ ଦିନରେ ବି ଠକିଦେବେ। ହଉ ହଉ ମୁଁ ରଖୁଛି, ମୋ ପିଲା ଛୁଆ ସବୁ ଅଫିସରୁ ଆସିଲେଣି। ହଉ ଲୋ ଛବି ରଖେ, ପରେ ସମୟ ପାଇଲେ ଫୋନ କରିବି। ରଖୁଛି। ହଁ ଆସିପାରିଥିଲି, ଏଇଠି ବସିଛି। ଏଇଠି ତମ ମାଉସୀ ଏବେ ଟିକେ ଫୋନ କରିଥିଲେ ତ, ତା ସହିତ କଥା ହଉଥିଲି। ହଁ ମାଳତୀ ମାଉସୀ ଭଲ ଅଛି, ବାକି ତାଙ୍କ ପୁଅ ଝିଅ ସବୁ ବେରୋଜଗାର ତ, ସେଇଥିପାଇଁ ତାର ଟିକେ ବେଶୀ ଚିନ୍ତା ଆଉ। ହଁ ବୋଉ, ଆଜି ଆମକୁ ଦରମା ମିଳିଲା ଆଉ ଆମେ ତୋ ପାଇଁ ଗୋଟେ ସୁନ୍ଦର ପାଟ ଶାଢ଼ୀ ପାଟ ଶାଢ଼ୀ? ଏ ବୁଢୀ କାଳେ କଣ ପାଟ ଶାଢ଼ୀ ପିନ୍ଧି ଲୋକ କଣ କରେ? ବୁଢୀ କାଳେ କନ୍ୟାରେ ପଛକୁ ଡାକ ପଇସା ଖର୍ଚ୍ଚ କରୁଛ ଅଯଥାରେ ନା କିଛି ହେଲେ ସଞ୍ଚୟ କରୁଛ? ତମ ଭବିଷ୍ୟତ କଥା ଚିନ୍ତା କର, ଆଉ କିଛି କିଛି ସଞ୍ଚୟ ବି କର। ଗୋଟେ ଜାଗା ଠିଆ ହେଇକି ଆସ। ଭାରତୀୟ ଡାକ ସଞ୍ଚୟ କରୁଛି, ସେଇଠି ଗୋଟେ ଡାକ ଖାତା ଖୋଲିବି ଆଉ ଆରେ ଯୁଗ କେତେ ଆଗକୁ ଗଲାଣି, ଆଜିକାଲି ଯୁଗରେ ଡାକଘରେ କେତେ ଟଙ୍କା ମିଳିବ? ବୃଦ୍ଧପତି ନ ମିଳୁ ଭାଇ, ସେଇଠି ମୋ ଟଙ୍କା ସୁରକ୍ଷିତ ରହିବ। କିନ୍ତୁ ମୁଁ ସେଠି ରଖିବି କଣ ପାଇଁ? ଏବେ ତାହେଲେ କୋଉଠି ରଖିବୁ? ଆମ ଘର ପାଖରେ ନା ଗୋଟେ ବଢିଆ ଗେଟଫ୍ରଣ୍ଟ ଅଫିସ ଅଛି। ମୁଁ ଭାବିଛି ସେ ଗେଟଫ୍ରଣ୍ଟ ଅଫିସରେ ପଇସା ରଖିବି, ଜାଣିଛୁ ନା? ସେ ଗେଟଫ୍ରଣ୍ଟ ଅଫିସରେ ପଇସା ରଖିଲେ ତୁମେ ବିଶ୍ୱାସ କରିବୁନୁ, 2 ବର୍ଷରେ 2 ଗୁଣା। ଭାଇ ସେମାନେ ଠକିଦେବେ। ଆରେ ସତ କଥା ଶୁଣେ, କାଲି ଆମ ଘରେ ଆଗାମ ନେଇଥିଲା, ସେ ଆସିଥିଲା ମତେ କହିଲା ଯଦି ଅଫିସରେ 50,000 ରଖିଦେଲେ 1,00,000 ଟଙ୍କା ପାଇଲା। ଆଉ ବେଶୀ ଶୁଣରେ ମୋ କଲିଗ୍‌ରେ ଅଛନ୍ତି କଲେଜରେ, ସେ ବି ରଖିଥିଲେ 2 ଲକ୍ଷ, 4 ଲକ୍ଷ ପାଇଲା। ଗୋଟେ ହାତ ଘଣ୍ଟା ଭାଇ ସେ ମିଛ କହୁଥିଲେ। ଆରେ ସତ ମୋ କଥା ବିଶ୍ୱାସ କର, ମୁଁ ଦେଖିବା ମୋତେ ତା ସାଙ୍ଗ ପଚାରିଲି। ହଁ ମତେ ବାକି ଲାଗୁଛି ବିଶ୍ୱାସ ସବୁ ଫ୍ରଡ୍, ମତେ ସେ ସବୁରେ କିଛି ବିଶ୍ୱାସ ନାହିଁ। କଣ ପାଇବୁ ଲାଭ ମତେ କହିଲୁ? ଭାଇ ଗୋଟେ ଲାଭ ବୋଲି ନାହିଁ, ସେଇଠି ମୋ ଟଙ୍କା ପ୍ରଥମ ବିଶ୍ୱାସ ମୋ ଟଙ୍କା ସେଇଟା ସୁରକ୍ଷିତ ରହିବ, କେହି ମୋ ଟଙ୍କାକୁ ହାତ ଦେଇପାରିବେନି। ସତ କଥା ତ? ହେଲେ ଆଉ ଶୁଣ, ଆମେ ସବୁ ସରକାରୀ କର୍ମଚାରୀ, ତମର ସରକାରୀ ଚାକିରି ଅଛି, ମୋର ସରକାରୀ ଚାକିରି ଅଛି। ଆମ ପାଇଁ ଗୋଟେ ସ୍ପେଶାଲ ସ୍କିମ୍ ଅଛି ଭାଇ, ଆମେ ପୋଷ୍ଟାଲ ଲାଇଫ୍ ଇନ୍ସୁରାନ୍ସ କରିକି ଆମେ ଜୀବନ ବୀମା କରିପାରିବୁ। ଯୋଉମାନେ ଗ୍ରାମୀଣ ସେମାନେ ତାଙ୍କ ପାଇଁ ରୁରାଲ ଲାଇଫ୍ ଇନ୍ସୁରାନ୍ସ ବି କରିପାରିବେ। ତା ବ୍ୟତୀତ ଏ ପାଖେ ଆମର ଅନ୍ୟାନ୍ୟ ସବୁ ସେଭିଂ ସ୍କିମ୍ ବି ତ ଅଛି, ଯେମିତିକି ରିକରିଂ ଡିପୋଜିଟ୍, ଟାଇମ୍ ଡିପୋଜିଟ୍, ମନ୍ଥଲି ଇନକମ୍ ସ୍କିମ୍, ତାପରେ ଏନ୍ଏସ୍ସିରେ ଜାଣିଛ ଭାଇ, ଏନ୍ଏସ୍ସିରେ ଆମର ଟ୍ୟାକ୍ସ ରିଡକ୍ସନ୍ ହୁଏ। ଆଉ ପିପିଏଫ୍ ଆକାଉଣ୍ଟ ବି ତମେ ଖୋଲିପାରିବ। ପିପିଏଫ୍ ଆକାଉଣ୍ଟରେ ବୁଝୁଛ ତ? ପ୍ରୋଭିଡେଣ୍ଟ ଫଣ୍ଡ, ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ। ହେଲେ ବୁଝିବୁ ନା ମୋତେ କିନ୍ତୁ ପେନ୍ସନ୍ ନାହିଁ। ମୁଁ ତୁମେ ଅଳ୍ପ ସମୟରେ ବହୁତ ପଇସା ଆସୁଛି। ମୁଁ ଚାହେଁ ରାତି ରାତି ଧନୀ ଦେଖିବୁ, ମୁଁ ଯାଇକି ଗେଟଫ୍ରଣ୍ଟ ଅଫିସରେ ପଇସା ବାନ୍ଧିବି, ଦେଖିବୁ ଗୋଟେ ବିରାଟ ବଡ଼ ଘର କରିବି, ଲମ୍ବା ଗାଡ଼ି କିଣିବି, ଆଉ ତୋ ବାହାଘର ବହୁତ ପଇସା ଆସିବ। ହଉ ଭାଇ, ହେଲେ ତମେ ସିନା ଏମିତି ସ୍ୱପ୍ନ ଦେଖୁଛ, ମୋର ରାତାରାତି ଧନୀ ହବାର କିଛି ସ୍ୱପ୍ନ ନାହିଁ। ମୁଁ ଖାଲି ଭାବୁଛି ଯେତେବେଳେ ମୁଁ
ଗୋଟେ ଟଙ୍କା ରଖି ସେଟା ସୁରକ୍ଷିତ ରହୁ ଆଉ ମୋର ଦରକାର ବେଳେ ସେଟା ମୋତେ ମୁଁ ମିଳିଯାଉ। ପସ୍ତେଇବ ତୁ ପଇସା ରଖୁନୁ ନା ସେଠି ଡାକଘର ପହଞ୍ଚିବୁ ମୁଁ ସାଙ୍ଗେ ସାଙ୍ଗେ 2 ବର୍ଷରେ 2 ଗୁଣ 4 ଲକ୍ଷ ରଖିଛି 8 ଲକ୍ଷ ପାଇବି। ଭାଇ ଏମିତି କୁହନି ଏଇଟା 150 ବର୍ଷର ବିଷୟ ଏମିତି ଟେନସନ ନାହିଁ। ଆରେ କେତେ ଲୋକ ଉପକୃତ ହଉଛନ୍ତି ତମେ ନିଜେ କହିଲ। କାହିଁ ଧୈର୍ଯ୍ୟ କାହିଁ ଲୋକଙ୍କର ଯେତିକି ପଇସା ରଖିବା ପାଇଁ ସେତିକି ସମୟ ଆଗେ ଜାଣି କ୍ୟାପ୍ ରଖିଛି ଚାଲ ତୋ ପାଇଁ ଗୋଟେ ଖୋଲିବା ଚାଲ। ମୁଁ ଯିବିନି ଭାଇ ମୁଁ ତ କହୁଛି ତମେ ବି ଗୋଟେ ସେଭିଙ୍ଗସ୍ ଆକାଉଣ୍ଟ ଖୋଲିଦିଅ ପଇସା। ହଉ ହେଲା ତୁ ତ ଡାକଘରେ ପଇସା ରଖେ ମୁଁ ଚାଲି ଏକା ସେଭିଙ୍ଗସ୍ ଯିବି ସେଠି ପଇସା ରଖିକି ଆସିବି। ହଁ ଭାଇ ତମେ ଯେମିତି କହିବ ତମେ ବାହାର ସଞ୍ଚୟ କର ମୁଁ ଭାଇ ନମସ୍କାର। ଆଜ୍ଞା ନମସ୍କାର ସାର୍ ମୁଁ ଅଜିତ ପଟ୍ଟନାୟକ ସାର୍ ଆଜ୍ଞା ଦେଖନ୍ତୁ ସାର୍ ଆପଣଙ୍କର 2 ବର୍ଷରେ 2 ଗୁଣ ସେଟା କ'ଣ ଦେଖ କି ସାର୍? ନିଶ୍ଚୟ ଆପଣ ଯେତେ ଚାହିଁବେ କରିପାରିବେ। ଆପଣ କେତେ ଟଙ୍କା ଇନଭେଷ୍ଟ କରିବେ? ସାର୍ ମୁଁ ଚାହୁଁଛି 4 ଲକ୍ଷ ଟଙ୍କା ଇନଭେଷ୍ଟ କରିବାକୁ କରନ୍ତୁ ଆପଣ ନିର୍ଭର ଭାବରେ ଆମ ସଂସ୍ଥାରେ ଇନଭେଷ୍ଟ କରନ୍ତୁ। କ'ଣ ସୁବିଧା ସାର୍ କ'ଣ ଆପଣ ଟେଲିଫୋନ୍ ଅଫିସରେ କ'ଣ ସୁବିଧା ସାର୍? ଆପଣ ଯେତେ ଟଙ୍କା ସଞ୍ଚୟ କରିବେ ତାର 2 ଗୁଣ ଆପଣ 2 ବର୍ଷରେ ପାଇପାରିବେ। ତା ଛଡ଼ା ଆପଣ ଯେତେବେଳେ ଚାହିଁବେ ସେତେବେଳେ ଆପଣଙ୍କୁ ପଇସା ଉଦ୍ଧାର କରିପାରିବେ। ସାର୍ ମୁଁ ଯେଉଁ ସମୟରେ ଚାହିଁବି ସାର୍ ମୋ ପଇସା ନେଇପାରିବି ସାର୍? ନିଶ୍ଚୟ ଆପଣ ଯେତେବେଳେ ଚାହିଁବେ ଆପଣଙ୍କ ଦରକାର ସମୟରେ ଆପଣ ପଇସା ଉଠେଇପାରିବେ। ଆପଣ କେତେ ପଇସା ଡିପୋଜିଟ୍ କରିବେ ପ୍ରଥମେ କୁହନ୍ତୁ ତାପରେ। ସାର୍ ମୁଁ 4 ଲକ୍ଷ ଡିପୋଜିଟ୍ କରିବାକୁ ଚାହିଁବି ସାର୍ ନା ଅଜିତ କୁମାର ପଟ୍ଟନାୟକ। ସତରେ? ଆରେ ଏଇଟା ବହୁତ ବଢ଼ିଆ କଥା ଆପଣ ବହୁତ ବଢ଼ିଆ ସ୍ଥାନରେ ଡିପୋଜିଟ୍ କରିବାକୁ ଚାହୁଁଛନ୍ତି ଆପଣ। ସେ ରାଘୁ ସାହୁ ଆପଣ ମଉସା ଅଫିସରେ କହିଲେ ମୋ କଲିగ్ ଜଣେ ବି କହିଲେ ତ ମୁଁ ଶୁଣିଲି ଆପଣ ଅଫିସରେ। ହଁ ସତରେ ମୁଁ ବି ଡିପୋଜିଟ୍ କରୁଛି। ଠିକ୍ ଅଛି ସାର୍। ଏଠି ଆଉ ଏ ବର୍ଷ ପଟରେ ସଂସ୍ଥାରେ ରହିବେ। ସାର୍ ମୋ ପଇସା କିଛି ସୁରକ୍ଷିତ ସାର୍ ମୋ ପଇସାଟା? ନିଶ୍ଚୟ ସୁରକ୍ଷିତ ଆପଣ ଯେତେବେଳେ ଚାହିଁବେ ଆପଣଙ୍କ ପଇସା ଫେରିପାରିବେ। ଆପଣ କମ୍ପାନୀର ବହୁତ ନାଁ ଶୁଣିଲି ତ ସାର୍ ସବୁଆଡ଼େ ଶୁଣିଛି। ନିହାତି ଆମ କମ୍ପାନୀ ଆମ ସଂସ୍ଥା ଏ ଭାରତ ବର୍ଷରେ ସବୁଠାରୁ ଅଳ୍ପ ସମୟ ମଧ୍ୟରେ ସବୁଠୁ ଅଧିକା ରିଟର୍ନ ଦେଉଥିବା ସଂସ୍ଥା ହେଉଛି ଆମ ସଂସ୍ଥା। ଲୋକମାନଙ୍କଠୁ କଥା ଟିକେ ବୁଝିଯାଆନ୍ତୁ ଆମ ସଂସ୍ଥା ହେଉଛି ସବୁଠୁ ଭାରତ ବର୍ଷର ସବୁଠୁ ଲାଭଦାୟକ ସଂସ୍ଥା। ଆପଣ ଖାଲି ପ୍ରଥମେ ଠିକ୍ ଅଛି ଡକ୍ଟରକୁ ଟିକେ ଦେଖିଦେଲି। ହଁ ଠିକ୍ ଅଛି। ଏଇଟା କ୍ୟାସ୍ ସାର୍। ଆଜ୍ଞା ପାଣି ପିଇବ ପଇସା ନେବ। ଠିକ୍ ଅଛି। ନିହାତି ତ ଆପଣଙ୍କର ମନି ରିସିପ୍ଟ ଏବଂ ପଲିସି ଡକ୍ୟୁମେଣ୍ଟ। ନିଶ୍ଚୟ अरे उचित अभिनव ये घर वाला है सच्ची में खूब चमचमा होती है खूब चमचमा खूब
माल देखते ठीक अच्छे मैडम पैसा बुझला पाखे माँ पाखे था पैसा निकाल जमा मार अरे तो ऑफिस पर बोले अरे भाई जुड़े ऑफिस से लेना गेट फ्रंट ऑफिस कौन वाला सीधा नहीं ऑफिस ना आइए अपन देखिए ना ऑफिस से अपना गेट फ्रंट ऑफिस कौन वाला ଆପଣ ଆପଣ ଦେଖିଛନ୍ତି ଏଇ ଅଫିସ ନା ଗେଟ୍ ଫ୍ରଣ୍ଟ ଅଫିସ ଲୋକ ଠକି ଦେଲେଣି ମୋ ତମେ କଣ ଆସିଛ ଏ କେବେରୁ ସେ ଅଫିସ ବୁଡ଼ିଗଲାଣି ତମେ ଏବେ କହିଦେଉଛ ପଇସା ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖାଇଦେଇ ପଡ଼ିଲାଣି ଏବେ ଏକା ଯଦି ପୋଲିସ ଷ୍ଟେସନ ମୁଁ ରିପୋର୍ଟ କରିଛି ଅଫିସ ନାଁରେ अरे ଠକି ଗଲି ସବୁ ପଇସା ବୁଡ଼ିଗଲା ରେ ମୁଁ ରାତାରାତି ଧନିବାକୁ କେତେ ଚେଷ୍ଟା କରିଥିଲି ମୋ ସବୁ ପଇସା ଭଗବାନ ନେଇକି ଚାଲିଗଲେ ବାହାର ଅପରେସନ ଯେମିତି କରିବେ ବହ ହେଲେ ମୋ ପଇସା ସବୁ ଭଗବାନ ନେଇକି ପଳେଇଲେ ଡାକ ଘରକୁ ଆଣିବୁ ଯେ ଏତେ ପଇସା ମିଳିଯିବ ନା ଜଲ୍ଦି ଯା ମାଆର ଅପରେସନ କରିବୁ ଜଲ୍ଦି କରିବୁ ହଁ ମୁଁ ଏବେ ଅଛି ଅପେକ୍ଷା କରନ୍ତୁ ଚାଷରେ ଆସିଲୁ ନା ବୁଝିଲୁ ନା ତୋ ପାଇଁ ଗଲେ ଆଜି ମାଆଙ୍କ ଅପରେସନ ଲାଗିପାରିଲା ସତରେ ରାତାରାତି ଧନୀ ହେବା ସ୍ୱପ୍ନ ଦେଖିବା ବହୁତ ଖରାପ ମୁଁ ଭାବିଥିଲି 2 ବର୍ଷ ପଇସା ମିଳିଯିବ ଏଇ ଶିକ୍ଷଣ ଉପରେ ପଡ଼ିବି କିନ୍ତୁ ସତ କଥା ତୁ କହିଛୁ ଆମ ଭାରତୀୟ ଡାକ ସବୁବେଳେ ଆମ ସାଥିରେ ଏ ଭାରତୀୟ ଡାକ ନଥିଲେ ଆଜି ଆମ ମାଆର କ'ଣ ଅବସ୍ଥା ଏଟା କହିଲୁ ଭଗବାନ ଗଣେଶ ଜଗନ୍ନାଥ କୃପାରୁ ଭାରତୀୟ ଡାକ ତରଫରୁ ଆମକୁ ଯାହା ପଇସାଟା ମିଳିଲା ଆମେ ମାଆଙ୍କର ଅପରେସନ କରିପାରୁ ତ ବୁଝି ସତର ନଥିଲେ କ'ଣ ହେଇଥାନ୍ତା କହିଲୁ ଶବ୍ଦ କହିବୁ ମୁଁ ଚାଲି ହେଇଯାଏ ଡାକ ଘର ଆପଣଙ୍କ ପରିବାରର ସଦସ୍ୟ ଭଳି ସବୁବେଳେ ଆପଣଙ୍କ ସେବା ରହିଛି ଏଇ ଭାରତ ଡାକର ବିଭିନ୍ନ ସେବା ଅଛି ସେଭିଂ ସ୍କିମ୍ ସବୁ ସେବାର ଆପଣମାନେ ଯୋଉ ନିଅନ୍ତୁ ଏ ସବୁ ସେବାରେ ନିଜର ପକ୍ଷପାତିତ୍ୱ ସମର୍ଥନ କରି ଉପକୃତ ହୁଅନ୍ତୁ ଭାରତୀୟ ଡାକ ଖର୍ଚ୍ଚ କରନ୍ତୁ ସବୁବେଳେ ଆପଣଙ୍କ ସାଥିରେ ଭାରତୀୟ ଡାକ ନମସ୍କାର।
ମୁଁ ସଦାନନ୍ଦ ମଲ୍ଲିକ ହୋଟେଲ ଆସିଷ୍ଟାଣ୍ଟ ଜୟପୁର ହିସାବ Myself, Miss Alka Mandakar, Social Assistant Deputy. तो मो सूरज कुमार मेहर ऑफिसर डिजिटल डिवीजन ऑफिसर